ସାଙ୍ଗମାନେ ଆଜି ଆମେ ପଢିବା ଗୋଟେ ଏମିତି ଏକ ଟପିକ ଯୋଉ ଟପିକ କୁ ଆମେ ଯଦି ପୁରା ଫଲୋ କରିବା ତାହେଲେ ଯେତେ ବଡ କମ୍ପିଟିଟିଭ ଏକ୍ସାମ ରେ ଆମେ କଣ କରିବା ନା ଟପ୍ କରିବା। ତାହେଲେ ମୋ କଥା ମାନେ ଦେଖନ୍ତୁ ଆଜି କଣ ଆମେ ପଢିବା କଣ ନା ରିଜନିଂ। ରିଜନିଂ ଗୋଟେ ଏମିତି ଏକ ଟପିକ ଯୋଉଟା ଆପଣ ଦେଖନ୍ତୁ ଏଇ ଭିଡିଓଟା ଯଦି ପୁରା ଯଦି କ୍ଲିୟର ନ ଅଛି ମତେ କହିବେ। ରିଜନିଂ ମାନେ କଣ ନା ଗୋଟେ ମାନେ କିଛିଟା ଦେଇଥିବ ସଂଖ୍ୟା ତା ମଝିରେ ଗୋଟେ ଛାଡି ଦେଇଥିବ ବା ଲାଷ୍ଟ ଗୋଟେ କଣ ଏଇଟା କୁହନ୍ତୁ। ସେମିତି ଆମେ କହିବା କଣ ନା ଏଠି ଗୋଟେ ଆମକୁ ଦେଇଛି ଦେଖନ୍ତୁ ଇଣ୍ଟରନେଟ କରୁଥିଲି କଣ ଦେଇଛି ନା 4 9 25 49 169 289 ଏମିତି ଗୋଟେ କୋଶ୍ଚିନ୍ ଦେଇଛି ଆମକୁ। ତାହେଲେ ଏଠି ଆମେ ଦେଖିବା ପ୍ରଥମେ କୋଉଥିରେ ରିଜନିଂ କଣ ମାଇଣ୍ଡ ରୋଡ ଗେମ୍ ମାନେ କୋଉଥିରେ ଏଇଟା କେମିତି ହେଇଛି ସଂଖ୍ୟାର ସାରଣୀଟା ଯୋଉଥିରେ ଏଠାରେ କଣ ଏଇଟା ବସିବ। ତାପରେ ଦେଖନ୍ତୁ 4 ଆମର କାର ସ୍କୋୟାର ହେଇଗଲା 4 କାର ସ୍କୋୟାର ହେଇଗଲା ନା 2 ର ସ୍କୋୟାର ହେଇଗଲା 4 ଆମର 9 କାର ସ୍କୋୟାର ହେଇଗଲା ନା 3 ର ସ୍କୋୟାର ହେଇଗଲା 25 କାର ହେଇଗଲା ନା 5 ର ସ୍କୋୟାର ହେଇଗଲା 49 କାର ହେଇଗଲା ନା 7 ର ସ୍କୋୟାର ହେଇଗଲା। ତାହେଲେ ମଝିରେ ଏଇଟା ଛାଡି ଦେଇଛି 169 କାର ନା 13 ଗୁଣରେ 169 ବା 13 ସ୍କୋୟାର ହେଇଗଲା 299 କାର ନା 17 ରୁ 17 ଗୁଣିଲେ କେତେ ନା ଆମେ ଏଠି ଗୋଟେ ଜିନିଷ ଦେଖିବାକୁ ପାଉଛେ 2 3 5 7 13 17 ଆ ଭିତରେ ଗୋଟିଏ ଗ୍ୟାପ ନାହିଁ କି ଦୁଇଟା ଗ୍ୟାପ ନାହିଁ। ଇଏ କୋଉ ପ୍ରକାର ଗ୍ୟାପ ନା 2 3 5 7 13 17 ଏଇଟା ଆମର କଣ ନା ପ୍ରାଇମ ନମ୍ବର ର ଗ୍ୟାପ ମୌଳିକ ସଂଖ୍ୟା। ମୁଁ ସଂଖ୍ୟାରେ ପଢେଇଥିଲି ଯୋଉଟା ପଢେଇଥିଲି ଆମର କଣ ନମ୍ବର ସିଷ୍ଟମ ପଢିଥିଲି ପ୍ରାଇମ ନମ୍ବର ମାନେ କଣ ମାନେ ଯାହାର ସେ ନିଜେ ଆଉ ଏକ ତାର ମାନେ ହେଇଥିବ ତାର ହଉଛି ୟୁନିଟ ପ୍ଲେସ ରେ। ତାହେଲେ ଆମର କଣ ହେଇଗଲା ନା 2 ର ସ୍କୋୟାର 3 ର ସ୍କୋୟାର 5 ର ସ୍କୋୟାର 7 ର ସ୍କୋୟାର 13 ର ସ୍କୋୟାର। ତାହେଲେ 2 3 5 7 ପରେ 8 ଆମର ପ୍ରାଇମ ନମ୍ବର ନୁହେଁ କି 9 ପ୍ରାଇମ ନମ୍ବର ନୁହଁ କି 10 ପ୍ରାଇମ ପ୍ରାଇମ ନମ୍ବର କିଏ ନା 11 ସ୍କୋୟାର ହେଇଗଲା 11 ସ୍କୋୟାର କେତେ ନା 121 ଆମର ଏ 11 ବର୍ଷର ଆନ୍ସର କେତେ ନା 121 ବୁଝିପାରିଲେ। ତାହେଲେ ସେକେଣ୍ଡ କ୍ୱେଶ୍ଚନ ଦେଖିବା ସେକେଣ୍ଡ କ୍ୱେଶ୍ଚନ ଆମକୁ କୋଉ ଘରେ କଣ ପଚାରିଛି ସେକେଣ୍ଡ କ୍ୱେଶ୍ଚନ ଆମକୁ ପଚାରିଛି ନା 7 ନା ସେକେଣ୍ଡ କ୍ୱେଶ୍ଚନ ପଚାରିଛି 3 7 23 95 ତାପରଟା ଆମକୁ ପଚାରିଛି କେତେ 3 7 23 95 ମାନେ ଆମକୁ କହିଛି ଯେ ଏଇଥିରେ ଆମର କଣ ଦେଖିବାକୁ ପାଉଛି ଏଇଟା ଡିଫରେନ୍ସ କଲେ ଆମେ କିଛି ଜାଣିପାରିବାନି 4 କିମ୍ବା ଆର ଡିଫରେନ୍ସ କେତେ 4 ଆର ଭିତରେ ଡିଫରେନ୍ସ କଲେ କେତେ ହବ ନା 16 ଆ ଭିତରେ ଡିଫରେନ୍ସ କଲେ କେତେ ହବ ନା 72। ତାହେଲେ ଡିଫରେନ୍ସ ହିସାବରେ ଏଇଟା ପୁରା ବହୁତ ହଉନି। ତାହେଲେ ମୋ ଟ୍ରିକ୍ ପକଉଛି ଦେଖ ନା 3 ଗୁଣ 2 ପ୍ଲସ 1 କେତେ ହେଇଯାଉଛି ନା ଆମର 7 ଆମେ 7 ଯେତେବେଳେ 3 ଯାଏ ପକେଇଦବା ତାହେଲେ ଏଥିରେ ଗୋଟେ ପ୍ଲସ 1 କରିଦବା କେତେ ହେଲା ନା 3 ଆଉ ଏଥିରେ ଗୋଟେ ପ୍ଲସ 1 କରିଦବା 2 7 3 21 2 23 ହେଇଗଲା 23 ରେ ସେମିତି 23 ଇଣ୍ଟୁ ଗୋଟେ ପ୍ଲସ 1 ହେଲା 4 ପ୍ଲସ ଗୋଟେ ପ୍ଲସ 1 ହେଲା 3 ତାହେଲେ କେତେ ହେଇଗଲା 95 23 ଚଉ କେତେ ହେଲା 92 92 3 95 95 ରେ ସେମିତି ଗୋଟେ ଆଡ କରିବା କେତେ ନା 5 ପ୍ଲସ ଗୋଟାରେ କେତେ ନା 4 କେତେ ହେଇଗଲା ତାହେଲେ ଆମର ହେଇଗଲା 469 ଏଇଟା 5 ଏଇଟା ଗୁଣିଲେ ହେଇଗଲା କେତେ ନା 475 475 4 ନା 469 ତାର ଆନ୍ସର ଆମର କେତେ ହେଇଗଲା ନା 479 ଆନ୍ସର କେତେ ହେଇଗଲା ନା 479 ଆନ୍ସର। ତାହେଲେ ଏଇଟା ଆମେ ଜାଣିବା ଏଇ ଟ୍ରିକ୍ ସବୁ ମନେ ରଖନ୍ତୁ ଆପ୍ଲାଏ କରିବେ ଆପଣ। ତାହେଲେ 3 ନମ୍ବରରେ ଆମେ କଣ ପଢିବା 3 ନମ୍ବର କ୍ୱେଶ୍ଚିନ୍ ଆମକୁ କଣ ଦେଲା 3 ନମ୍ବର କ୍ୱେଶ୍ଚିନ୍ ଆମକୁ ଏଇଆ ଦେଲା ଯେ 96 ଷାଠିଏ 35 ଆଉ କଣ ନା 10 96 ଷାଠିଏ 35 ଆଉ 10 ଆମେ ଆ ଭିତରେ କଣ ଦେଖିବା ନା ଗ୍ୟାପ ଦେଖିବା କେତେ କେତେ ଗ୍ୟାପ ଅଛି ଆ ଭିତରେ ଡିଫରେନ୍ସ ଆମେ ଦେଖିଲେ 96 ରୁ 60 କୁ ଆମର ଡିଫରେନ୍ସ କେତେ ନା 36 ଷାଠିଏ ରୁ 35 ଆମର ଡିଫରେନ୍ସ କେତେ ନା 25 ତାହେଲେ ଏଠି କେତେ ଡିଫରେନ୍ସ କରିବା ଯାହା ଦ୍ୱାରା ଏଇଟା 10 ହବ ଆମେ ଦେଖିଲେ କଣ ନା ଏଇ ଦିଟାରେ କଣ ନା ପ୍ରଥମ ଆମର ଗ୍ୟାପ ହେଇଛି କେତେ ନା 6 ର ସ୍କୋୟାର ଯୋଉଟା 6 ର ସ୍କୋୟାର ଟା ଆମର ଏଠାରେ ଗ୍ୟାପ ହେଇଛି ଆଉ 25 କାହା ସ୍କୋୟାର ନା 5 ସ୍କୋୟାର ମାନେ ଗୋଟେ ଗୋଟେ ସଂଖ୍ୟା କମି କମି ଯାଉଛି ତାର ସ୍କୋୟାର ଟା ଗ୍ୟାପ ହେଇଯାଉଛି ତାହେଲେ ଏଠି କେତେ ହେଇଯିବ ନା 4 ର ସ୍କୋୟାର ଆମର କଣ ହେଇଯିବ ନା ଗ୍ୟାପ ମାନେ 16 ମାନେ 35 ରୁ 16 ଗଲେ କେତେ 35 ଗଲେ 25 25 ରୁ 6 ଗଲେ କେତେ 6 ଗଲେ 19 ତାହେଲେ ସେଇ ଅନୁସାରେ ଆମେ ଦେଖିବା 19 ରୁ ଏଇଟା ଠିକ ଅଛି ନାଇଁ ଦେଖିବା 3 ର ସ୍କୋୟାର କେତେ ନା 9 19 ରୁ 9 ଗଲେ 10 ହେଇଗଲା ଆନ୍ସର।
देखो तो शॉर्ट टिक बाहर कर देखो ताले 3 नंबर क्वेश्चन चला 4 नंबर क्वेश्चन ଏବେ ଦେଖିବା 4 नंबर क्वेश्चन 4 नंबर क्वेश्चन ଆମେ କଣ କହିଲା ନା 10 100 210 3 210 କହିଲି 200 310 ତାପରେ ଚାଲା କେତେ ତାହେଲେ ଏଠି ଆମେ କଣ କରିବା ଏଇ କ୍वेଶ୍ଚन ଗୁରା ପୁରା ଇମ୍ପୋର୍ଟାଣ୍ଟ କ୍वेଶ୍ଚन ମୁଁ ଯୋରା କହିଲି ପୁରା ଇମ୍ପୋର୍ଟାଣ୍ଟ କ୍वेଶ୍ଚन ବାଛି ବାଛି କରୁଛି ମାନେ ଆନ୍ସର ରେ ଆମେ କଣ କହିନା ନା 10 ରୁ 100 ଭିତରେ ଗ୍ୟାପ କେତେ ନା 90 100 ରୁ 200 ଭିତରେ ଗ୍ୟାପ କେତେ ନା 100 200 ରୁ 310 ଭିତରେ ଗ୍ୟାପ କେତେ ନା 110 ମାନେ ଆମେ ଏଠି ଦେଖି ଦେଇ ଗଲେ ତାଙ୍କ ଭିତରେ କେତେ ବଢି ବଢି ଯାଉଛି ନା +10 ଲେଖା ବଢି ବଢି ଯାଉଛି ତାହେଲେ ଏପଟକୁ ତାହେଲେ କେତେ ହେଇଯିବ ନା 110 ରେ 10 ମିଶିଲେ କେତେ ନା 120 120 ମିଶିବା ମିଶିଗଲେ କେତେ ହବ 310 ନା 430 120 ତାହେଲେ ଆନ୍ସର ଆମର କେତେ ହେଇଗଲା ନା 430 ଆନ୍ସର ये देखो केते शॉर्ट ट्रिक माने 10 खाली आड ହେଇଯିବ ଆଉ ସେଠି ପ୍ଲସ ହେଇଯିବ ଉପରେ ତାହେଲେ क्वेश्चन ଦେଖିବା 5 नंबर क्वेश्चन ରେ कोन हम कहले देखिए 5 नंबर क्वेश्चन 5 नंबर क्वेश्चन 5 नंबर क्वेश्चन हम यह कहले जे ना 1 2 6 24 1 2 6 24 24 720 ମାନେ ଡାଇରେକ୍ଟ ଏତେ ରୁ ଏତେ ବଡକୁ ପଳେଇଲା ମଝିରେ ଖାଲି କେବଳ କେତେ ଗ୍ୟାପ ନା ଗୋଟିଏ ସଂଖ୍ୟା ଗ୍ୟାପ ତାହେଲେ ଏଠି ଦେଖୁଛେ କଣ ହଉଛି ନା 1 ରୁ 2 କି ଗଲା ବେଳକୁ 1 ରୁ 2 ଗଲା କେତେ ଗୁଣନ ହଉଛି ନା ଇନଟୁ 2 1 ରୁ 2 ଗଲେ 2 ତାପରେ 2 ରୁ 6 ଗଲେ କେତେ ଗୁଣ ହଉଛି ନା ଇନଟୁ 3 ତାପରେ 6 ଗଲେ ନା ଇନଟୁ 4 ତାହେଲେ ଏଠି କେତେ ଗୁଣନ ହବ ଆପଣ ହିଁ କୁହନ୍ତୁ इनटू 5 24 पंचा केते ହେଇଯିବ ନା 120 120 इनटू 6 କରିଦେଲେ ହେଇଗଲା 720 ଆନ୍ସର ବାହାରିଗଲା ତାହେଲେ ଆନ୍ସର ଆମର କେତେ ହେଲା ଆନ୍ସର କେତେ ହେଇଗଲା ନା 120 ସେଇଭଳି ଭାବେ ଆମେ ଦେଖିବା ନେକ୍ସଟ କ୍वेଶ୍ଚିନ ଆମକୁ କଣ ଦେଲା 15 क्वेश्चन नंबर 7 15 8 35 24 63 38 କେତେ ତାପରେ ପଚାରିଲା ଏଠି କଣ ଦେଖୁଛି ଆମେ ନା ଗୋଟେ ବଢି ଯାଉଛି ଫେର ଗୋଟେ କମି ଯାଉଛି ପୁଣି ଗୋଟେ ବଢି ଯାଉଛି ପୁଣି ଗୋଟେ କମି ଯାଉଛି ପୁଣି ଗୋଟେ ବଢି ପୁଣି ଆମେ ସେଗୁଡାକ ବଢୁଛି କମୁଛି ବୋଲି ଏଗୁଡା ମୁଣ୍ଡରେ ପୁରା ନାହିଁ ଆମେ କଣ କରିବା ନା ଆର ମଝିରେ ଯେତିକି ପ୍ରକାର ସଂଖ୍ୟା ଅଛି ମଝିରେ ଯାହା ଅଛି ତାକୁ ମାନେ ରଖିଦବା ଆକୁ ରଖିଦବା ମଝିରେ ଯାହା ଅଛି ଆକୁ ଆମେ ରଖିଦବା ପଛରେ ସେଟା ଦେଖିବା 15 ଆଗ ଦେଖିବା 15 15 କେମିତି ହଉଛି ନା 4 ର ସ୍କୋୟାର କେତେ 4 ଚଉ ଆମର କେତେ ହେଇଗଲା ନା 16 ମାଇନସ 1 କରିଦେଲେ ହେଲା 15 ସେଇଭଳି ଭାବେ 6 ର ସ୍କୋୟାର କେତେ ମାନେ ଦୁଇଟା ଗ୍ୟାପ ଆମର ହବ 6 ର ସ୍କୋୟାର କେତେ ନା 36 ମାଇନସ 1 କରିଦେଲେ ହେଲା 35 ତାପରେ ସେମିତି 63 ଦୁଇଟା ଗ୍ୟାପ ହେଲେ କେତେ ନା 28 8 ର ସ୍କୋୟାର 28 କେତେ ହେଇଗଲା ଆମର ନା 64 ମାଇନସ 1 ହେଇଗଲା 63 ତାହେଲେ ଏପଟ ସାଙ୍ଗରେ କେତେ 2 ର ଗ୍ୟାପ ହେଇଯିବ 2 ଗ୍ୟାପ ହେଲେ 10 10 ର ସ୍କୋୟାର 100 ମାଇନସ 1 ହେଇଗଲା ଆମର 19 ବାହାରିଗଲା ଆନ୍ସର ୟାକୁ ଏଇଟା କନଫ୍ୟୁଜ କରିବାକୁ ଦେଇଥାଏ କ୍ୱେଶ୍ଚିନ୍ ଆକୁ ମୁଣ୍ଡରେ ପୁରେଇବେନି ବାହାରିଗଲା କ୍ୱେଶ୍ଚିନ୍ ତାହେଲେ 8 ନମ୍ବର କ୍ୱେଶ୍ଚିନ୍ ଆମେ ଦେଖିବା କେତେ ନମ୍ବର କ୍ୱେଶ୍ଚିନ୍ ନା 8 ନମ୍ବର କ୍ୱେଶ୍ଚିନ୍ 8 ନମ୍ବର କ୍ୱେଶ୍ଚିନ୍ ଆମକୁ କଣ ଦେଲା 8 ନମ୍ବର କ୍ୱେଶ୍ଚିନ୍ ରେ ନା 8 28 8 28 116 8 28 109 16 584 বা 584 ତାହେଲେ କେତେ ଏଇଟା ହେଇଯିବ ନା ଆମେ ଦେଖିବା ନା 8 ରୁ 28 କି ଗଲା ବେଳକୁ ଆମର କଣ ଦରକାର ହଉଛି 8 8 3 8 ଚଉ କେତେ ହେଇଯାଉଛି 8 ଚଉ 32 ସେଟା ଆର ଆଗକୁ ପଳଉଛି କେତେ ହବ ନା 8 3 8 3 କେତେ ନା 8 3 ହେଇଗଲା 24 24 ରୁ 28 କେମିତି ହବ ନା ପ୍ଲସ 4 ଟେ କରିଦେଲେ ଆମେ ହେଇଯାଉଛି କେତେ ନା 28 ସେମିତି 28 ଆମେ କେତେ ଗୁଣିବା ସିଧା ଆଗ ଟ୍ରିକ ଆମେ ପକେଇଲେ 28 ଆମେ ଏମିତି କେତେ ଗୁଣିବା 28 ଗୁଣିବା କେତେ ନା 1 ପ୍ଲସ ଅଧିକ କରିବା ତାହେଲେ କେତେ ହେଲା ନା 112 112 ପ୍ଲସ 4 ହେଇଗଲା 116 ସେମିତି 116 ଇଣ୍ଟୁ 5 ଇକ୍ୱାଲ ଟୁ 116 5 କେତେ ହେଲା 580 ପ୍ଲସ 4 ହେଇଗଲା 584 ତାହେଲେ 584 ଟା କେତେ ହବ ଆପଣ କୁହନ୍ତୁ ନିଜେ ନା 584 ଇଣ୍ଟୁ 6 ଇକ୍ୱାଲ ଟୁ କେତେ ନା 584 ରେ 6 ଗୁଣିଲେ କେତେ ହେଇଯିବ ନା 584 ଇଣ୍ଟୁ 6 6 ଚଉ 24 4 ରହିଲା 2 6 ଟା 48 ଶୂନ ରହିଲା 5 6 35
3504 ପ୍ଲସ୍ 4 ନା କେତେ 3508 ଆନ୍ସର 3508 ଆନ୍ସର ହେଇଗଲା। ଦେଖନ୍ତୁ କେତେ ବାର ନା C3 M13 D4 N14 ତାହେଲେ ଆମେ ପଚାରିଲା କେତେ ନା R ତାହେଲେ R କେତେ ପଚାରିଲା R କେତେ क्वेश्चन हम कौन कर ना आर पचाला ताले हम जे अल्फाबेटिक ऑर्डर अनुसार देछि पूरा सिंपली मु आगे लिखि देइ सब दे देखंतु अल्फाबेट लिखि देछि पर नंबरिंग कर 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 ଆମର ଦ୍ୱାରା କେତେ ନା C3 ଏଠି ଅଛି M13 କାଇଁ M13 ଏଠି ଅଛି D4 ଅଛି N14 ଅଛି ତାହେଲେ ଆମର R ଟା କେତେ ହେଇଯିବ R केते ना R18 आंसर पूरा सिंपल आंसर माने किछि नै एथे ताले आउ गोटे क्वेश्चन हम सेम कोन देला ना पूरा गोटे माने गोटे भलो क्वेश्चन देला आपटा 10 नंबर क्वेश्चन आप पर एटा कोन देला आप क्वेश्चन कोन देला हम ना 2020 बिल्कुल नो 2020 24 42 90 पचला केते ଆମେ ପୁରା ବାଉଳା ହେଇଯାଇଛି ନା 2020 କୋन ଦେଇଛି ଦିଟା 20 ମାନେ ବାଉଳାରେ ମତେ ଦେଇ ଦେଇଛି କ୍वेଶ୍ଚନ ଫୁଲ ପ୍ରିଣ୍ଟ ହେଇଯାଇଛି ନା କିଛି ଫୁଲ ପ୍ରିଣ୍ଟ ହେଇନି 2020 ଦବାର ଲକ୍ଷ୍ୟ ଅଛି କୋନ ନା ର ନା 20 ଆମର କେତେ ନା 0 କେତେ डिफरेंस ना 0 20 ରୁ 24 କେତେ अधिक ना 4 ତାହେଲେ 24 ରୁ 42 କେତେ ଅଧିକ ନା 18 କେତେ ଅଧିକ ନା 18 ଅଧିକ 24 ରୁ 42 ଆମ କେତେ ଅଧିକ ନା 18 ତାହେଲେ 42 ରୁ 96 କେତେ ଅଧିକ ନା ପ୍ଲस 38 ତାହେଲେ ଆମେ ଗୋଟେ ଜିନିଷ ଦେଖିବା କଣ ନା ପ୍ରଥମ କଣ ଯାଉଛି ନା 1 ର क्यू माइनस 1 ର स्क्वायर 1 ର क्यू माइनस 1 ର स्क्वायर केते ହେଇगला ना 1 1 गले 0 सेमति तापर कोन हो ना 2 ର क्यू माइनस 2 ର स्क्वायर केते ହେଇगला 2 ର क्यू 8 माइनस 4 सेमति 24 ର 42 केते ना 3 ର क्यू माइनस 3 ର स्क्वायर 27 माइनस 9 केते ना 18 सेमति 4 ର क्यू माइनस 4 ର स्क्वायर केते गला ना 48 416 416 ହେଲା ଆମର କେତେ ଆମର ହେଲା 24 54 54 ମାଇନସ 64 ତାର ମାନେ 82 90 କେତେ 48 କେତେ ମାନେ 4 ର क्यू माइनस 4 ର स्क्वायर 4 क्यू माइनस 4 ର स्क्वायर ना 4 केते ହେଇगला केते ना 64 माइनस 16 केते ना 48 ताले तापटा केमिति हो ना 5 ର क्यू माइनस 5 ର स्क्वायर ହେଇगला आंसर ना केते 5 ର केते 5 5 25 5 125 माइनस 5 स्क्वायर 25 केते 100 आंसर केते हो ना 100 ହେଇगला हमर केते ना आंसर 100 ताले ए भिडियो रे 10टा रीजनिंग क्वेश्चन सॉल्व करले पार्ट भिडियो आउ 10टा रीजनिंग क्वेश्चन करिया एई भलिया क्वेश्चन सॉल्व देखिबार थिले मो चैनल को सब्सक्राइब करंतु